ଜାଣିଶୁଣି ଅଧଘଣ୍ଟା ଲେଟ୍ରେ ଉଠିବେ କାରଣ 15 ମିନିଟ୍ରେ ଏଇ ଜଳଖିଆ ପୁରାପୁରି ରେଡ଼ି ହେଇଯିବ। ଛୁଆଠୁ ନେଇକି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମନ ପସନ୍ଦ ହେଇଯିବ। ତାପରେ ଯିଏ ଥରେ ଖାଇଛି ପାଟିରୁ ସ୍ୱାଦଟା ଜମା ବି ଭୁଲି ହେବନି। ତ ଏଇଟା ବହୁତ ହି ଜଲ୍ଦି ବନିବ, ତାପରେ ବହୁତ ହି ବଢ଼ିଆ ଲାଗିବ। ଏଇଟା ଛୋଟରୁ ନେଇକି ବଡ଼ ପର୍ଯ୍ୟନ୍ତ ସମସ୍ତେ ମନ ପସନ୍ଦରେ ଖାଇପାରିବେ। ତ ଏଇଟା ବହୁତ ହି ସ୍ୱାଦିଷ୍ଟ ଆଉ ବହୁତ ହି କୁରକୁରା ଆଉ ଚଟପଟା ବହୁତ ହି ଟେଷ୍ଟି ଲାଗିଥାଏ। ତ ଚାଲନ୍ତୁ ଫ୍ରେଣ୍ଡସ୍, ଆଜି ଆମେ ବନେଇବା କିଛି ନୂଆ ପ୍ରକାର ଜଳଖିଆ। ତ এই জলখিয়া ଦେଖିବା ପୂର୍ବରୁ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ଟିକୁ କ୍ଲିକ୍ କରିନିଅନ୍ତୁ, ଯେହେତୁ କି ଆମର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଇଁ ପହଞ୍ଚିବ। ତ ଚାଲନ୍ତୁ ଆଜି ଆମେ ବନେଇବା ଜବରଦସ୍ତ ଜଳଖିଆ। ତ ଗୋଟେ ବାଉଲ୍ ନେଇଯିବା, ତା ଦେହରେ ଦେବା ଗୋଟେ ଛୋଟିଆ ଗ୍ଲାସ୍ ଆମର ବେସନ। ତ এইଠି ଆମେ ଦେଇଦେବା ଅଳ୍ପ ଟିକେ ନାକୁ ଅଧା ଚାମଚ କଳା ଜିରା, ଅଧା ଚାମଚ ଚିଲି ফ্লেক্স এইଠି ଆମେ ଦେଇଦେବା, ଅଧା ଚାମଚ ଆମର ଧଳା ରାଶି এইଠି ଆମେ ଦେଇଦେବା। ଏ ସବୁତକ ବଢ଼ିଆସେ ଆମେ ମିକ୍ସ କରିନେବା। ତ ଦେଖନ୍ତୁ ମୁଁ ବଢ଼ିଆସାକୁ ଗୋଳେଇ ନେଇଛି। ଫୁଲ୍ ଗ୍ଲାସ୍ ଗୋଟେ ବଡ଼ ଗ୍ଲାସ୍ এইଠି ଆମେ ପାଣି ଦେବା। ପାଣି ଦେଇକି ଏ ବ୍ୟାଟରଟାକୁ ଗୋଟେ ପାଣିଆ ବ୍ୟାଟରଟେ ବନେଇବା। ତ ଦେଖନ୍ତୁ ସାଙ୍ଗମାନେ, ମୁଁ ପାଣିଆ ବ୍ୟାଟରଟା ବନେଇ ନେଇଛି। ଏମିତି ହିଁ ପାଣିଆ ବନେଇବେ, ୟାଠୁ ଅଧିକ ପାଣି ଟୋଟାଲ୍ ବନେଇବେନି, ଆଠୁ ଆହୁରି ଅଧିକ ଗାଢ଼ା ବି ବନେଇବେନି। କ୍ୱାଣ୍ଟିଟିଟା ଏମିତି ହିଁ ରଖିବା ପାଇଁ ଚେଷ୍ଟା କରିବେ। ତ ଦେଖନ୍ତୁ ମୁଁ ଆକୁ ବଢ଼ିଆସେ ଗୋଳେଇ ସାରିଛି। ତ এইଠି ଆମେ ଦେଇଦେବା ଅଧା ଚାମଚ ଧନିଆ ଗୁଣ୍ଡ, এইଠି ଆମେ ଦେଇଦେବା ଅଧା ଚାମଚ ଜିରା ଆଉ ଶୁଖିଲା ଲଙ୍କା ଗୁଣ୍ଡ, এইଠି ଆମେ ଦେଇଦେବା। ତାପରେ ସ୍ୱାଦ ଅନୁସାରେ ଲୁଣ ଆମେ এইଠି ଦେଇଦେବା। ଦେଇସାରିଲା ପରେ ଏ ସବୁତକ ବଢ଼ିଆସେ ଆମେ ଗୋଳେଇ ନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଆକୁ ବଢ଼ିଆସେ ଗୋଳେଇ ନେଇଛି। ତ ଚାଲନ୍ତୁ ଆ ଦେହରେ ଅଳ୍ପ ଟିକେ ନାକୁ ପରିବା ଆଡ଼୍ କରିବା। ତ ମୁଁ এইଠି ଦେଇଦେଉଛି ଗୋଟେ କପ୍ ଆମର କ୍ୟାପ୍ସିକମ୍, ଗୋଟେ କପ୍ ମିଡ଼ିୟମ୍ ସାଇଜ୍ର ପିଆଜ ଚୁନ ଚୁନ କାଟିକି, ତାପରେ ଗୋଟେ ଛୋଟିଆଟେ ଆମର ପତ୍ରକୋବି ଲମ୍ବା ଲମ୍ବା ଆକାରରେ ମୁଁ କାଟି ନେଇଛି, ତାପରେ ଚୁନ ଚୁନ ବି କାଟି ନେଇଛି। ତ ଦେଖନ୍ତୁ ଏତକ ମୁଁ ଦେଇଦେଇଛି ପରିବା କ୍ୟାପ୍ସିକମ୍ ପିଆଜ ଆଉ ଆମର ପତ୍ରକୋବି ଦେଇକି ଏଇଟାକୁ ବଢ଼ିଆସେ ଆମେ ଗୋଳେଇ ନେବା। ତ ଦେଖନ୍ତୁ ମୁଁ ବ୍ୟାଟରଟା ବଢ଼ିଆସେ ଗୋଳେଇ ସାରିଛି। ତାପରେ କଢ଼େଇ ବସେଇବା। କଢ଼େଇଟାକୁ ମିଡ଼ିୟମ୍ ଗରମ ହେଇସାରିଲା ପରେ ଏ ବ୍ୟାଟରଟାକୁ এইଠି ଆମେ ଦେଇଦେବା। ବିନା ତେଲ ଦେଇକି ଆମେ ବନେଇବା। ତ ଦେଖନ୍ତୁ ମୁଁ ଏଇଟାକୁ ବଢ଼ିଆସେ ବ୍ୟାଟରଟା ଦେଇଦେଇଛି। ଏଇଟାକୁ ଗୋଟେ ଗାଢ଼ା ଡୋ ହେଲା ପର୍ଯ୍ୟନ୍ତ ଆକୁ ବଢ଼ିଆସେ ଆମେ ଗୋଳେଇ ଗୋଳେଇ ଆକୁ ଗୋଟେ ଗାଢ଼ା ଡୋଟେ ବନେଇବା। ତ ଏଇଟାକୁ ଆଉ କିଛି ବି ଆମେ ଏଇଠି ଦେବାନି, ପୁରା ଗ୍ୟାସ୍ଟାକୁ ପୁରା ସ୍ଲୋ ମିଡ଼ିୟମ୍ରେ ରଖିବା ଆଉ ଆକୁ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଆକୁ ବଢ଼ିଆସେ ଆମେ କଷିବା। ତ ଦେଖନ୍ତୁ ମୁଁ ଏଇ ଡୋଟାକୁ ଏମିତି ମୁଁ ବନେଇ ଦେଇଛି। ତ ଦେଖିପାରୁଥିବେ ଏମିତି ବନିବା ଦରକାର ଫ୍ରେଣ୍ଡସ୍। ଏମିତି ଯଦି ବନିବ ତ ଆମର ଜଳଖିଆଟା ବହୁତ ଜବରଦସ୍ତ ବନିବ। ତ ଦେଖନ୍ତୁ ଏଇଟାକୁ ମୁଁ ବଢ଼ିଆସେ ଆମର ଗୋଳେଇ ନେଇଛି ଆଉ ଏଇଟାକୁ ବଢ଼ିଆ ଡୋଟେ, ପୁରା ଆମର ଗାଢ଼ା ଡୋଟେ ମୁଁ ବନେଇ ସାରିଛି। ତ ଚାଲନ୍ତୁ ଏଇଟା ବଢ଼ିଆସେ ଆମର ସିଝିଗଲାଣି। ଏଇଟା ଆଉ ଗୋଟେ ପ୍ଲେଟ୍କୁ ଆମେ ବାହାର କରିନେବା। ତ ମୁଁ ପ୍ଲେଟ୍କୁ ଏଇଟାକୁ ବାହାର କରିସାରିଛି। ଆଉ ତାପରେ ହାଲକା ହାଲକା ଗରମ ଅଛି, ବେଶୀ ବି ଗରମ ଥିଲେ ହାତ ଜଳିଯିବ ଫ୍ରେଣ୍ଡସ୍। ତ ସେଇଥିପାଇଁ ଦେଖିକି ବନେଇବେ। ତ ମୁଁ ଏଇଟା ହାଲକା ହାଲକା ଗରମ ଅଛି, ତ ସେଇଥିପାଇଁ ମୁଁ ହାତରେ ଏମିତି ଗୋଲ ଗୋଲ ଲଡ଼ୁ ସେପ୍ର ମୁଁ ବନେଇ ନେଉଛି। ଆପଣମାନଙ୍କର ଇଚ୍ଛାରେ ଆପଣମାନେ ବନେଇ ପାରିବେ। ମୁଁ କିନ୍ତୁ ଏଇଠି ଆମର ଗୋଲ ଗୋଲ ମୁଁ ଏଇଠି ବନେଇ ନେଉଛି। ଗୋଲ ଗୋଲ ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ। ତାପରେ ପିଲାମାନେ ବି ମାଗି ମାଗି ଖାଆନ୍ତି, ବହୁତ ହି ଜବରଦସ୍ତ ଟେଷ୍ଟ ବି ଆସେ, କିଛି ଅଲଗା ଖାଇଲା ପରି ବି ଲାଗିଥାଏ। ତ ଚାଲନ୍ତୁ ଏମିତି ଗୋଲ ଗୋଲ କରିକି ସବୁତକ ଆମେ ଏମିତି ବନେଇ ନେବା। ତ ଆପଣମାନେ ଆଉ କେଉଁ ସେପ୍ରେ ବି ବନେଇ ପାରିବେ। ତ ଦେଖନ୍ତୁ ମୁଁ ବଢ଼ିଆସେ ଆମର ବନେଇ ସାରିଛି। ତ ଏମିତି କରିକି ମୁଁ ସବୁ ଏକାଥରେ ବନେଇ ଦେଲେ ଆମ ଜଳଖିଆ ବନେଇବାଟା ସବୁଠାରୁ ସହଜ ହେଇଯିବ। ତ ଏପଟେ ମୁଁ ତେଲ ବସାଇ ସାରିଛି। ତେଲଟାକୁ ମିଡ଼ିୟମ୍ ଗରମ ହେବା ପାଇଁ ଦେବା, ବେଶୀ ହାଇ ଗରମ ଟୋଟାଲ୍ ବନେଇବାନି, ନହେଲେ ଆମ ଜଳଖିଆ ପୋଡ଼ିଯିବ ସାଙ୍ଗମାନେ। ତ ନିହାତି এই କଥାଟା ଧ୍ୟାନ ରଖିବେ। ତ ମୁଁ ଏଠି ତେଲଟାକୁ ଡିପ୍ ଫ୍ରାଏ କରୁଛି। ଆପଣମାନେ ଚାହିଁଲେ ସେଲୋ ଫ୍ରାଏ ବି କରିପାରିବେ। ଡିପ୍ ଫ୍ରାଏ ବି କଲେ ବହୁତ ହି କ୍ରିସ୍ପି, ବହୁତ ହି ଚଟପଟା ବନିବ। ତ ମୁଁ ସବୁତକ ତ ପକାଇବାନି, ଯେତିକି ଆସିବ ପ୍ୟାନ୍ରେ ସେତିକି ହିଁ ପକାଇବା, ନହେଲେ ଆମର ଗୋଳେଇବା ପାଇଁ ଅସୁବିଧା ହେବ, ତାପରେ ଭାଙ୍ଗିବାର ବି ଚାନ୍ସ ଥାଏ। ତ ସେଇଥିପାଇଁ ଅଳ୍ପ ଅଳ୍ପ କରିକି ପକାଇବା, ବେଶୀ ଏକାଥରେ ଜମା ବି ପକାଇବାନି। ତ ଏପଟ ସେପଟ ଆକୁ ଗୋଳେଇକି ଗୋଲ୍ଡେନ୍ କଲର୍ ଆସିଲା ପର୍ଯ୍ୟନ୍ତ ଏଗୁଡ଼ାକୁ ଆମେ ବଢ଼ିଆସେ ଫ୍ରାଏ କରିବା। ତ ଦେଖନ୍ତୁ ସାଙ୍ଗମାନେ ଏଗୁଡ଼ାକ ହାଲକା ହାଲକା ଗୋଲ୍ଡେନ୍ କଲର୍ ଆସିଗଲାଣି। ଆଉ ଅଳ୍ପ ଟିକେ ନାକୁ ଏଗୁଡ଼ାକ ଫ୍ରାଏ ହେବ। ଏମିତି ହିଁ ଆକୁ ଗୋଳେଇକି ଏପଟ ସେପଟ ଗୋଳେଇଲେ ଏଗୁଡ଼ାକ ପୁରା ଚାରିପଟେ କ୍ରିସ୍ପି ଆଉ ଆମର ଟେଷ୍ଟି ବି ବନିବ। ତ ଦେଖନ୍ତୁ ଏଗୁଡ଼ାକ ବଢ଼ିଆସେ ଫ୍ରାଏ ହେଇଗଲାଣି। ତ ଚାଲନ୍ତୁ ଏଗୁଡ଼ାକୁ ଆମେ ବାହାର କରିନେବା। ତ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ତାପରେ ଖାଇବା ପାଇଁ ସବୁଠାରୁ ଟେଷ୍ଟ ବଢ଼ିଆ ରହିବ, ବହୁତ ହି କୁରକୁରା, ବହୁତ ହି ଚଟପଟା ବି ବନିବ। ତ ଏଗୁଡ଼ାକ ସବୁ ଆମେ ବାହାର କରିନେବା। ଆଉ ବାକି ତକ ଯେତେକ ରହିଲା ସେମ୍ ସେହିପରି ଏଇଠି ଗୋଟି ଗୋଟି କରିକି ଏଇଠି ଆମେ ଦେଇଦେବା।
पैन रे जेतिकी आसीबो सेतिकी ही दबा अधिक टोटाल दबानी। तो एगुड़ाक भी एपट सेपट गोले कि गोल्डन कलर आसला पर्यंत एगुड़ाक आम फ्राए करनबा। गोल्डन कलर आसीगलानी एगुड़ाक सबूतक आम ए बाहर करनबा। तो देखते फ्रेंड्स आमर कुरकुरा आ चटपटा सकाळ जलखिया पूरा मात्र 15 मिनट रे एगुड़ाक पूरा बनीजिव। आ छोटू नहीं कि बड़ पर्यंत समस्त मन पसंद हो। तो भल लगे निहाती थरे बनातु। आशा करुँची ये वीडियोटा बहुत भल लगे बोली। जदि कौटी ना कौटी जदि टिके हेले भी वीडियोटा भल लगे तो चैनल टी को सब्सक्राइब करने पाखे थिबा बेल आइकन टी को क्लिक करने मोर नुआ नुआ वीडियो नोटिफिकेशन आपण मानक पई पहुंचीबो। तो मो रोहुची सांग माने आउ थरे देखा हबो आ गोटे फ्रेश वीडियो रे आ गोटे नुआ वीडियो रे। चैनल रे जदि नुआ अछंती तो चैनल टी को सब्सक्राइब करबा जमा भी भूलिबेनी। तो मु रोहुची जय जगन्नाथ।